ସପ୍ତମବାଣୀ ପୂର୍ବରୁ ଯିବା ପୂର୍ବରୁ ସପ୍ତମବାଣୀ ଦିଆହେଇଛି। ଆଉ ସପ୍ତମବାଣୀ ଉପରେ ଆମେ କିଛି ଆଲୋଚନା କରିବା, ଯାହାକି ଆମେ ଦେଖିବାକୁ ପାଉଛୁ ପବିତ୍ର ଶାସ୍ତ୍ରାଂଶର ଲୁକ 23 ପର୍ବ ତାର 46 ପଦ। ଆଉ ଏଠାରେ ପ୍ରକାର ଲେଖାଯାଏ, ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ ହସ୍ତରେ ମୁଁ ଆପଣର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣତ୍ୟାଗ କଲେ। ହାଲେଲୁୟା। ଆମେ ଦେଖୁଛୁ ପ୍ରଭୁ ଯୀଶୁଙ୍କର କ୍ରୁଶୀୟ ମୃତ୍ୟୁ ସବୁଠାରୁ ଏକ ଚମତ୍କାର ବିଷୟ ଅଟେ, ବା ସବୁଠାରୁ ଏହା ଗୋଟିଏ ଅନ୍ୟତମ ବିଷୟ ଅଟେ। ଆଉ ଏହା ଅନ୍ୟମାନଙ୍କ ମୃତ୍ୟୁ ସଦୃଶ୍ୟ ନୁହେଁ, କାରଣ ଆମେ ସମସ୍ତେ ଜାଣୁ ଆମମାନଙ୍କର ଈଶ୍ୱର ସେ ମୃତ୍ୟୁ ହେଲେ ମଧ୍ୟ ସେ ଜୀବିତ ପରମେଶ୍ୱର ଅଟନ୍ତି। ଶୈତାନ ଆମମାନଙ୍କ ଜୀବନରେ ଅନେକ ପ୍ରକାର ପରୀକ୍ଷା, ଅନେକ ପ୍ରକାର ଯୋଜନା ଆଣିଥାଏ, କିନ୍ତୁ ପ୍ରଭୁ କେବେ ମଧ୍ୟ ସେ ପରୀକ୍ଷା କରନ୍ତି ନାହିଁ କି ପରୀକ୍ଷିତ ହେଲେ ସେ ଆମମାନଙ୍କୁ ସେଠାରୁ କାଢ଼ିବା ପରମେଶ୍ୱର ସିଏ ଅଟନ୍ତି। ଆଉ ଆଜି ଆମେ ଦେଖୁଅଛୁ ଯେ ପ୍ରଭୁଙ୍କର ଏହି କ୍ରୁଶୀୟ ମୃତ୍ୟୁ, ଯାହାକି ଆଜି ଆମ ସମସ୍ତଙ୍କ ପାଇଁ ବା ମାନବ ଜାତି ପାଇଁ, ମାନବ ସମାଜ ପାଇଁ ଏକ ସ୍ମରଣୀୟ ବିଷୟ ଅଟେ। ଆଉ ଆଜିର ଏହି ଦିନକୁ ଆମମାନେ ସର୍ବପ୍ରଥମେ ଈଶ୍ୱରକୁ ଧନ୍ୟବାଦ ଦେବା ଯେ ଆଜିର ଏହି ଶୁକ୍ରବାର ନାମ ହେଉଛି କ'ଣ, ଆମେ ଇଂଲିଶରେ କହୁଛୁ କ'ଣ, ଗୁଡ୍ ଫ୍ରାଇଡେ। କେବଳ ଫ୍ରାଇଡେ ନୁହେଁ, କିନ୍ତୁ ଗୁଡ୍ ଫ୍ରାଇଡେ। ତେଣୁ ଆମମାନେ ଆଜି ମନ ଦୁଃଖ କରିବାର ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଖୁସି କରିବା ଯେ ଆମେ ସେ କ୍ଷତ ରାଶିରେ ପଡ଼ିଥିବା ସମୟରେ, ସେ ଅନ୍ଧକାରରେ ଥିବା ସମୟରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ। ଆଉ ସେଠାରୁ କାଢ଼ି ଆଜି ଆମମାନଙ୍କ ସମସ୍ତ ପାପକୁ, ଯେଉଁ ପାପ କି ଯେଉଁ ରୋଗ, ଯେଉଁ କଷ୍ଟ ଆମମାନେ ଯାହା ଭୋଗ କରିଥାନ୍ତୁ, ସେ ସବୁକୁ ପ୍ରଭୁ ସେ କ୍ରୁଶରେ ନିବଦ୍ଧ ହୋଇଅଛନ୍ତି। ହାଲେଲୁୟା। ଆମମାନଙ୍କର ପାପ ସକାଶେ, ଆମମାନଙ୍କର ଦଣ୍ଡ ସକାଶେ ସେ ନିଜେ ଆଜି ବଳୀକୃତ ହେଲେ। ଆଉ ଆଜି ଆମମାନଙ୍କୁ ପ୍ରଭୁ ଅନୁଗ୍ରହ କଲେ ତାଙ୍କର ଏହି ଶୁଭ ଶୁକ୍ରବାର, ଆଜିର ଏହି ଦିନକୁ ଆମେମାନେ ତାହା କ'ଣ କରୁଛୁ, ସ୍ମରଣ କରୁଅଛୁ। ଆଉ ଏଠାରେ ଆମେ ଦେଖୁଅଛୁ ଯେ ପ୍ରଭୁ ଉଚ୍ଚ ସ୍ୱରରେ ଡାକି କ'ଣ କହିଲେ ଯେ, ହେ ପିତା, ତୁମ ହସ୍ତରେ ମୁଁ ଆପଣର ଆତ୍ମା ସମର୍ପଣ କରୁଅଛି। ଆମେ ଦେଖୁଅଛୁ ଯଦି ଆମେ କହିବା, ଏହା ହେଉଛି ଏକ କ'ଣ, ପୁନର୍ମିଳନର ବାଣୀ। ଏହା ହେଉଛି ଏକ ପୁନର୍ମିଳନର ବାଣୀ। ଆଉ ସେ ପିତାଙ୍କ ହସ୍ତରେ ନିଜର ଆତ୍ମାକୁ କ'ଣ କଲେ, ସମର୍ପଣ କଲେ, ନିଜର ପ୍ରାଣକୁ ସେ ସମର୍ପଣ କଲେ। କିନ୍ତୁ ପିତା, ଆମେ ସମସ୍ତେ ଜାଣିବା ଯେ ଆମେ ସମସ୍ତେ ଈଶ୍ୱରଙ୍କର ଯୋଜନା ମଧ୍ୟରେ ଅଛୁ। ଆଉ ପ୍ରଭୁ ଯୀଶୁଙ୍କର ମଧ୍ୟ ସେହି ଯୋଜନା, ଯାହାକି ଈଶ୍ୱର ତାଙ୍କର ଯୋଜନା ମଧ୍ୟରେ ସେ ରଖିଥିଲେ, ପୂର୍ବରୁ ତାହା ନିର୍ଦ୍ଧାରିତ ହୋଇଥିଲା ଯେ ପ୍ରଭୁ ଯୀଶୁ ଆସିବେ, ସମସ୍ତ ମାନବ ଜାତି ନିମନ୍ତେ ସେ ନିଜେ କ'ଣ ହେବେ, ଆମମାନଙ୍କ ସକାଶେ ସେ ବଳୀକୃତ ହେବେ। ହାଲେଲୁୟା। ତେବେ ଆମେ ଜାଣୁଅଛୁ ପ୍ରଭୁଙ୍କର ଜୀବନ୍ତ ବାକ୍ୟରେ ଲେଖା ଅଛି ଯେ ପ୍ରଭୁଙ୍କ ସହିତ ଯେ ଆମେ କ'ଣ ଅଛୁ, ଯଦି ସଂଯୁକ୍ତ ଅଛୁ, ତେବେ ଆମେ ତାଙ୍କର ଆତ୍ମାଙ୍କ ସହିତ ଏକ। ହାଲେଲୁୟା। ତେବେ ପ୍ରଭୁ ଯେତେବେଳେ ତାଙ୍କର ପ୍ରାଣକୁ ସେ ସମର୍ପଣ କରୁଅଛନ୍ତି, ସେ ଜାଣିଥିଲେ ଯେ ପିତାଙ୍କର ହସ୍ତ ହେଉଛି କ'ଣ, ସୁରକ୍ଷିତର ବିଷୟ। ଯଦି ସେ ଜାଣିନଥାନ୍ତେ, ତେବେ ଆଜି ଆମେ ଯଦି ସେ ଆମମାନଙ୍କ ନିମନ୍ତେ ବଳୀକୃତ ହୋଇନଥାନ୍ତେ, ଆମମାନଙ୍କ ନିମନ୍ତେ ଯଦି ସେ ଆଜି ଦୁଃଖ ଭୋଗ ଉଠାଇ ନଥାନ୍ତେ, ତେବେ ଆମମାନଙ୍କର ଆଜି ଅବସ୍ଥା କି ପ୍ରକାର ହୋଇଥାନ୍ତା। କିନ୍ତୁ ସେ ତାଙ୍କର ଆତ୍ମାକୁ ଯେତେବେଳେ ସମର୍ପଣ କରୁଅଛନ୍ତି, ସେ ଜାଣିଥିଲେ। କିନ୍ତୁ ପିତା କ'ଣ କଲେ, କିଛି ସମୟ ପାଇଁ ନିଜର ପୁତ୍ରକୁ ସେ ପରିତ୍ୟାଗ କରିଥିଲେ। କିନ୍ତୁ ଯୀଶୁ କଦାପି ଈଶ୍ୱରଙ୍କୁ ସେ ପରିତ୍ୟାଗ କରି ନଥିଲେ। ଯଦି ଆମେ ଦେଖିବା ଗୀତ ସଂହିତା ତାର 31 ପର୍ବ 5 ପର୍ବ
जे कि आमर आत्मा को सजाड़ा परमेश्वर से ही होती जे सजीव करती जे कि नुआ जीवन दिखती एवं से ही ईश्वर को आम कौन करवा सदा सर्वदा आम जीवन में प्रथम स्थान आमने आमने देवा आम देखा जदि आमर पुनरुत्थान शक्ति आमर आत्मार जदि कहीं दे पारे तेरे आउ कहीं नहीं कि स्वयं से यीशु ख्रीष्ट अटंती जदि आज आमर आत्मा यदि सुरक्षित हस्तर अच्छी तेरे आम कदापि भय कर आवश्यक ना कारण प्रभु चाहती ना जे गोटे आत्मा विनष्ट हो सकाशे आम आत्मा आज सुरक्षित अटे आम जेतु मनुष्य आम शरीर क्षय पाइपे किंतु आम आत्मा कदापि क्षय पाइपे ना जदि आम आत्मा को परमेश्वर हस्त आम जाना जे गोटे चाबिकाठी अच्छी हालेलुया आम देखुछु जे आमर जो शरीर यह माटी रे मिसी किंतु आत्मा ताहा प्रभु निकट को ताहा पुणी थे फेरी आम देखुछु माथ्यू 10 तार 28 पदरे गोटे वाक्य लिखा जाए पढ़े कि सेठार आम देखुछु कौन शरीर को जी बोध करे ताकू आम भय करवा ना किंतु आमर आत्मा को जे बोध कर पारती ना से विषय को आम कौन करवा भय करवा एठार आम देखुछु जे ईश्वर होउछंती कौन आमर ईश्वर आमर आत्मार रक्षक और विनाशक अटंती किंतु शैतान आमर आत्मार रक्षक और विनाशक नुहे किंतु ईश्वर जी कि आम